ଯାହାର ସାହସ ନାଇଁନ ନିଜର ଗାଁର ମୁଖିଆର ବିରୁଦ୍ଧରେ ପଦେ କଥା କହେବାର, ଯାହାର ଔକାତ ନାଇଁନ ନିଜର ଅଞ୍ଚଳର ନେତା ମନ୍ତ୍ରୀ ବିଧାୟକ ସରପଞ୍ଚ ସାଂସଦ ବିରୁଦ୍ଧରେ କିଛି ମନ୍ତବ୍ୟ ଦେବାର, ସେହି ଲୋକମାନେ ଏତେ ବଡ଼ ଆମର ଭାରତକେ ଦୀର୍ଘ ବର୍ଷରୁ ପରାଧୀନ ଭାବେ ଥିବାର ଗୋଟେ ଅନୁନ୍ନତ ରାଷ୍ଟ୍ରକେ ଇଂରେଜ ମାନଙ୍କର କବଳରୁ ମୁକ୍ତ କରିକିରି ଭାରତକେ ଗୋଟେ ବିକଶିତ ରାଷ୍ଟ୍ରରେ ପରିଣତ କରିଛନ୍। ଆଉ ଭାରତକେ ଗୋଟେ ଉନ୍ନତ ରାଷ୍ଟ୍ରରେ ପରିଣତ କରବାରେ ବି ଯେନ୍ ରାଜନେତା ମାନଙ୍କର ସହଭାଗିତା ରହିଛି, ଯେନ୍ ରାଜନେତା ମାନେ ବଳିଦାନ ଦେଇଛନ୍, ସେହି ରାଜନେତା ମହାତ୍ମା ଗାନ୍ଧୀ, ସରଦାର ପଟେଲ, ଡକ୍ଟର B.R. ଆମ୍ବେଦକର, ଅଟଳ ବିହାରୀ ବାଜପେୟୀ ବିରୁଦ୍ଧରେ ଖରାପ ଟିପ୍ପଣୀ ବା ଖରାପ ମନ୍ତବ୍ୟ ମାନ ଦେଉଛନ୍। ସେହି ମନ୍ତବ୍ୟ ଦେଉଥିବାର ବ୍ୟକ୍ତି ମାନେ ସେହି ଭଳିଆ ବ୍ୟକ୍ତି ଯେନ୍ ମାନେ କି ଗୋଟେ ଗରିବ ବା ଗୋଟେ ଭିକାରୀ ଗୁଟେକେ 4ଟା କଦଲ ଦେଲେ ବି ଫଟୋ 10ଟା ଉଠାଉଛନ୍।